ଜଗନ୍ନାଥ ସଡ଼କ ପ୍ରଶସ୍ତୀକରଣରେ ଚାଲିଛି ମୂଲ୍ୟବାନ ଗଛ କଟା। ନିର୍ମାଣ ହେବ ଉଚ୍ଚସମ୍ପନ୍ନ ରାସ୍ତା। ବୌଦ୍ଧ ଜିଲ୍ଲାର ଧଳପୁରଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଐତିହାସିକ ଜଗନ୍ନାଥ ସଡ଼କର ପ୍ରଶସ୍ତୀକରଣ ଓ ଉଚ୍ଚମାନର ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବଡ଼ ବଡ଼ ଆମ୍ବ, ଲିମ୍ବ, ଶିସ୍ପା ଭଳି ମୂଲ୍ୟବାନ ଗଛ କଟା ଚାଲିଛି। ଗ୍ରୀଷ୍ମ ଋତୁ ଆସୁଥିବା ସମୟରେ ଗଛ କଟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଗୋଟିଏ ପଟେ ଯାତାୟାତ ସୁବିଧା ଓ ବିକାଶ କାର୍ଯ୍ୟକୁ ନେଇ ଲୋକେ ସ୍ୱାଗତ କରୁଥିବା ବେଳେ ଅନ୍ୟପଟେ ପୁରୁଣା ଓ ଛାୟାଦାୟୀ ଗଛ ବଳି ପଡ଼ୁଥିବାରୁ ପରିବେଶ ଉପରେ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ପରିବେଶ ପ୍ରେମୀମାନେ କଟାଯାଉଥିବା ଗଛ ବଦଳରେ ଯଥାଶୀଘ୍ର ପୁନଃ ବନସ୍ଥାପନ କରାଯିବାକୁ ଦାବି କରିଛନ୍ତି। ଏହାସହ ରାସ୍ତାର ଉଭୟ ପାର୍ଶ୍ୱରେ ଛାୟା ସହ ଫଳ ଗଛ ଲଗାଯିବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ବୌଦ୍ଧ ଜିଲ୍ଲା ଡିଏଫ୍ଓ କହିଛନ୍ତି ଯେ ରାସ୍ତା ନିର୍ମାଣ ପାଇଁ 15,048ଟି ଗଛ କଟାଯାଉଛି। ତାହାର 2 ଗୁଣା ଗଛ ଲଗାଯିବ। ନିର୍ମାଣ କାର୍ଯ୍ୟ ସହିତ ପରିବେଶ ସନ୍ତୁଳନ ରକ୍ଷାକୁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଧଳପୁର ହରଭଙ୍ଗା ପୂର୍ତ୍ତ ରାସ୍ତା 13 କିଲୋମିଟର ରାସ୍ତା ନିର୍ମାଣ ପାଇଁ 94 କୋଟି 33 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ନିର୍ମାଣ ପୂର୍ବରୁ ଗଛ କଟା ଓ ଇଲେକ୍ଟ୍ରିକ୍ ପୋଲ୍ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲୁ ରହିଛି ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସନ୍ଦୀପ କୁମାର ଛୁଆଳ ସିଂ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଏହି ରାସ୍ତାଟି ଲୋ ଲେବୁଲରେ ଥିବାରୁ ବନ୍ୟା ଜଳ ପ୍ରଭାବିତ ହୁଏ, ଯାହାଫଳରେ ଗମନାଗମନ ବିଚ୍ଛିନ୍ନ ହୋଇଥାଏ। ଏଣୁ ଏହି ରାସ୍ତାକୁ ଉଚ୍ଚସମ୍ପନ୍ନ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।